आपण ସମସ୍ତଙ୍କୁ ଆମେ କ୍ରିଏଟିଭ୍ ସ୍ନାଇଡ଼ିଓ ସ୍ୱାଗତ ତେବେ ଆପଣଙ୍କ ପାଇଁ ନ୍ୟୁଜ୍ ଅପଡେଟ୍ 2135 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ୍ ମାଧ୍ୟମରେ ବହୁତ ସାରା ଏଜୁକେସନ୍ ଇନଫର୍ମେସନ୍ ଅଛି ନିଶ୍ଚିତ ଭାବରେ ଆପଣ ସେୟାର କରାଯାଉଛୁ। ପ୍ରଥମ ଅପଡେଟ୍ ଆରମ୍ଭ କରିବା ତାପରେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯାହା ପ୍ରିପେୟାର ହେଉଛନ୍ତି OAVS କିମ୍ବା ଅପକମିଂ SSB TGD ପାଇଁ ବା ଆପଣଙ୍କର ଆଜି ଆପଣ ଯେଉଁ ଶୁରୁଆତ ଦେଖୁଛନ୍ତି ଆରମ୍ଭ ଆଜି ଷ୍ଟାର୍ଟିଂ ଗୋଟେ ପ୍ରକାର କହିପାରିବା ଜେଟି ବା ଆସିଷ୍ଟାଣ୍ଟ ଟିଚର ଆମେ କହିପାରିବା ରେଗୁଲାର ବେସିସ୍ରେ ତା ପାଇଁ ଆପଣ ପ୍ରିପାରେସନ୍ ଷ୍ଟାର୍ଟ କରିପାରିବେ ଆମ ସହ ଆଜି ଦିନଠୁ ହ୍ୱାଟ୍ସଆପ୍ କରିପାରିବେ ଯଦି କ୍ୱେରି ଅଛି ତ ଆଣ୍ଡ ଆପଣଙ୍କର ଶିକ୍ଷା ସଚିବ ଡକ୍ଟର ଏନ୍ ଥିରୁମାଲା ତାଙ୍କ ଦ୍ୱାରା ମିଟିଂ ଅର୍ଗାନାଇଜ୍ କରାଯାଇଛି କମିଶନର ସେକ୍ରେଟାରୀ ଆଣ୍ଡ ଆପଣଙ୍କର ସବୁ ଡାଇରେକ୍ଟୋରେଟ୍ର ଏଥିରେ ସବୁ ଲିଗାଲ୍ ମ୍ୟାଟର ଆଣ୍ଡ ଟିଚର ରିକ୍ରୁଟମେଣ୍ଟ ପ୍ରୋଗ୍ରାମ ଏକ୍ସପେନ୍ସର ସବୁ ରିଗାର୍ଡ଼ିଂ ଆଲୋଚନା କରାଯାଇଛି। ଏଇଟା ଆପଣ ଦେଖିପାରିବେ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଆଣ୍ଡ ଏଠି ସବୁ ଡାଇରେକ୍ଟର୍ସ ଆପଣଙ୍କର ଆଭେଲେବୁଲ୍ ଅଛନ୍ତି ଏନ୍ ଥିରୁମାଲାଙ୍କର ମିଟିଂରେ। ତା ସହିତ ଆମେ ଦେଖିବା ଆପଣଙ୍କର ଆଜି ମଧ୍ୟ ଆପଣ ଦେଖିଛନ୍ତି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ର 15/12/25ର ଡେଟାର ଅନୁସାରେ ଆପଣଙ୍କର ଯେଉଁ ସାର୍ ସବୁ ମିଟିଂ ବିଭିନ୍ନ ପ୍ରପୋଜାଲ୍ ଅଛି ସେଥିରେ ପ୍ରପୋଜାଲ୍ରେ 15,000 ଶିକ୍ଷକ ନିଯୁକ୍ତି ଅଛି ଯେଉଁ 15,000 ଭିତରେ ଇନକ୍ଲୁଡ଼ିଂ MLE ଟିଚର ଆନୁଆଲି ଦିଆଯିବ MLE ଟିଚର ସ୍ପେଶାଲ ଏଜୁକେଟର ଆପଣଙ୍କର ଏସବୁ ଜିନିଷ ଇନକ୍ଲୁଡ଼ ହେଇକି ରହିବ। ତ ଆପଣ ଦେଖିବେ ଯେଉଁଟାକି 15/12/2025 ସୁଦ୍ଧା ରିପୋର୍ଟ ଇନଫର୍ମେସନ୍ ରିକ୍ୱେଷ୍ଟେଡ୍ ଇନଫର୍ମେସନ୍ ଦେବା ପାଇଁ କୁହାଯାଇଥିଲା ଆଣ୍ଡ କୌଣସି ଡିଲେ ନ କରିବା ପାଇଁ କୁହାଯାଇଥିଲା ଆଣ୍ଡ ଆଡ଼ିସନାଲ୍ ସେକ୍ରେଟାରୀ ଯଦୁମଣି ମହାଲା ଟୁ ସବମିଟ୍ ପ୍ରପୋଜାଲ୍ ଫର୍ ରିକ୍ରୁଟମେଣ୍ଟ 15,000 ଟିଚର୍ସ ଫର୍ ଦ ଯାହା ତାଙ୍କର ଫାଇନାନ୍ସ ଡିପାର୍ଟମେଣ୍ଟର ସାଙ୍ଗସନ୍ ପାଇଁ ଦେବା ପାଇଁ କୁହାଯାଇଛି। ନେକ୍ସଟ ହେଉଛି ଆପଣଙ୍କର ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ଏଣ୍ଡ ମୁଭମେଣ୍ଟରେ ଟାଇମ୍ ପରିବର୍ତ୍ତନ ଏଇ ଜିନିଷଟା ଠିକ୍ ନୁହେଁ କାହିଁକିନା ଏଇ ଜିନିଷ କରିବା ଦ୍ୱାରା 4:30 ଆପଣ କରୁଥିଲେ ଏମ୍ପ୍ଲୟୀମାନଙ୍କର ଆଖି ଆଗରେ ରଖି ଆପଣ 1:30ରୁ 4ଟା କରିଦେଲେ କିନ୍ତୁ ଏଣ୍ଡ ମୁଭମେଣ୍ଟରେ ଟାଇମ୍ ପରିବର୍ତ୍ତନ ଯେଉଁ ରହିଛି ସରି 1:30ରୁ 4ଟା ଥିଲା ବର୍ତ୍ତମାନ ହେଲା 2ଟାରୁ 4:30 ଅର୍ଥାତ୍ ପିଲା ତ ପହଞ୍ଚି ଯାଇଥିବେ ପିଲାର ସିଫ୍ଟିଂ ମିସ୍ ହେବନି କାହିଁକିନା ପିଲା 1:30 ମାନେ 1ଟାରେ ପହଞ୍ଚିବେ କିନ୍ତୁ ସମୟ ବର୍ବାଦ ହେବ ପିଲାଟାର ଠିକ୍ ଅଛି। ତ ସେଇ ଜିନିଷଟାକୁ ଲାଷ୍ଟ ମୋମେଣ୍ଟରେ ପରିବର୍ତ୍ତନ ବିଲକୁଲ ଗ୍ରହଣୀୟ ନୁହେଁ ଆମେ ସେଥିପାଇଁ ଟ୍ୱିଟ୍ କରିଛୁ ଆଉ ଓଡ଼ିଶା ମୁଖ୍ୟ ଶାସନ ସଚିବ ରୂପରେ ମହିଳାଙ୍କୁ ଦେଖିବ ଏବଂ ଆପଣଙ୍କର ବହୁତ ଖୁସି ଥିଲେ ବି ଅନୁ ଗର୍ଗ ମ୍ୟାମ୍ ଏଇ ରିସେଣ୍ଟ ନିଯୁକ୍ତି ମେଳା ପ୍ରିଭିୟସ୍ ନିଯୁକ୍ତି ମେଳାରେ ବହୁତ ଖୁସି ଥିଲେ ବହୁତ ଫ୍ଲୁଏଣ୍ଟଲି କହୁଥିଲେ ସରକାରଙ୍କୁ ଆପ୍ରିସିଏଟ୍ କରୁଥିଲେ ଆପଣ ଦେଖିଛନ୍ତି ଭିଜୁଆଲ୍ ଦେଖିଛନ୍ତି ତେଣୁ ନିଶ୍ଚିତ ଭାବରେ ଓଡ଼ିଶା ଆପଣଙ୍କର ଗୋଟେ ମହିଳା ମୁଖ୍ୟ ଶାସନ ସଚିବଙ୍କୁ ଦେଖିବ ଆଗାମୀ ଦିନରେ ଏବଂ ବହୁତ ଏଫିସିଏଣ୍ଟ ବି ଲୋକ। ନେକ୍ସଟ ଆପଣ ଦେଖିବେ ଆପଣଙ୍କ ଡାଇରେକ୍ଟୋରେଟ୍ ଅଫ୍ ଏଲିମେଣ୍ଟାରୀ ଏଜୁକେସନ୍ ଓଡ଼ିଶା ପକ୍ଷରୁ ନୋଟିସ୍ ରହିଛି ଓଟେଟ୍ କେଉଁମାନେ ପାସ୍ କରିନାହାନ୍ତି ଗଣଶିକ୍ଷକ କାହିଁକିନା ରିସେଣ୍ଟଲି ହାଇକୋର୍ଟ ଦ୍ୱାରା କୁହାଗଲା ଯେ ଯେଉଁମାନେ ଓଟେଟ୍ ପାସ୍ କରିନାହାନ୍ତି ସେମାନେ ରେଗୁଲାର ହେଇପାରିବେ କିଛି ସମସ୍ୟା ନାହିଁ ତ ସେମାନଙ୍କର ଲିଷ୍ଟ ମଗା ହେଇଛି ବର୍ତ୍ତମାନ ରେଗୁଲାର କରିବା ପାଇଁ ଯେଉଁମାନେ ଓଟେଟ୍ ପାସ୍ ନକରି ଗଣଶିକ୍ଷକ ଲେଫ୍ଟ ଆଉଟ୍ ରହିଯାଇଥିଲେ ଏବଂ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ପକ୍ଷରୁ ଆପଣଙ୍କର ଚିଠି ଆସିଛି କ୍ଲାସ୍ 9 ପିଲାମାନଙ୍କର ଯେଉଁ ଏନରୋଲମେଣ୍ଟ ଥିଲା ତାକୁ ଏକ୍ସଟେନସନ୍ କରାଯାଇଛି ଏବଂ ଆମେ ବି ଓଟେଟ୍ ଯେଉଁ ଟାଇମ୍ ଚେଞ୍ଜ ପାଇଁ ଟ୍ୱିଟ୍ କରି ଜଣେଇଛୁ ବଟ୍ ସରକାରଙ୍କୁ ତ ମାନେ ଜିନିଷଟା ହେଉଛି BSCର ଯେଉଁ ଏକ୍ସଟେନସନ୍ ଜଣାଥିଲେ ହେବ ତ ଯେଉଁଟା ଆପଣଙ୍କୁ ସୁହାଉ ସେଇଟା ଆପଣ ଖବରକାଗଜରେ ମାନେ କଟିଂ ଦେଖିକି ପୋଷ୍ଟ କରୁଛନ୍ତି ଯେଉଁଟା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବ ସେଇଟା ତ ଆପଣ ତାଗିଦ କରନ୍ତୁ ସେଇଟା ତ ସଂଶୋଧନ ପାଇଁ କୁହନ୍ତୁ ଆଣ୍ଡ ଏଠି ଆପଣ ଦେଖିବେ ଡାଇରେକ୍ଟୋରେଟ୍ ଏଲିମେଣ୍ଟାରୀ ଏଜୁକେସନ୍ ଅବଜରଭାନ୍ସ ଡେରେ ଟିଚର୍ସ ଡେ ଚିଲଡ୍ରେନ୍ସ ଡେ ଉଠେଇ ଭଲ କଥା ଉଠେଇ ଦିଅନ୍ତୁ କାହିଁକିନା ଛୁଟି ଦିନରେ ଅବଜରଭାନ୍ସ ଡେ କାହିଁ ରହିବ ଆଉ ବାକି ଯଦି ରଖିଛନ୍ତି ତାକୁ ଉଠେଇ ଦିଅନ୍ତୁ ସେସବୁ ରହିବା ଉଚିତ ନୁହେଁ ଧୀରେ ଧୀରେ ଉଠିବା ଉଚିତ 28 ଭଲ ହେଇଛି ଟିଚର୍ସ ଡେ ଚିଲଡ୍ରେନ୍ସ ଡେ ଏଇଟା ସ୍କୁଲରେ ଆପଣ ଶିକ୍ଷକ ଯାଉଛନ୍ତି ପିଲା ଯାଉଛନ୍ତି ତାହେଲେ ଛୁଟି ଡେରେ କାହିଁ ରହିବ ଠିକ୍ ଅଛି ଆଣ୍ଡ ତା ସହିତ ଆପଣ ଦେଖିବେ ଏଇଟା କମ୍ପ୍ଲିଟ୍ ସେକେଣ୍ଡାରୀ ଏଜୁକେସନ୍ ଯେଉଁଟା ଆମେ ଦେଖେଇଥିଲୁ ସେଇଟା କମ୍ପ୍ଲିଟ୍ କପି ପେଷ୍ଟ ହେଇଛି ଆଉ ମୁଁ ଚିଟ୍ଟା ବି ଆପଣଙ୍କୁ ଟେଲିଗ୍ରାମରେ ପୋଷ୍ଟ କରିଦେଇଛି। ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ପେନ୍ସନ୍ ମାମଲାରେ ସରକାରଙ୍କ ପକ୍ଷରୁ ପକ୍ଷ ରଖୁଛନ୍ତି ଆଡ଼ଭୋକେଟ୍ ଜେନେରାଲ ଏବଂ ଭବିଷ୍ୟତରେ ଆପଣ କେମିତି ଦିଆଯିବ କ'ଣ ଦିଆଯିବ ସେ ରିଗାର୍ଡ଼ିଂ ମାନେ ଦେଖାଯିବ କ'ଣ ହେଉଛି ଏବଂ ନେକ୍ସଟ ହେଉଛି ଏପ୍ରିଲ ପରଠୁ ବେକାରୀ ହାର ସର୍ବନିମ୍ନ ସ୍ତର ରହିଛି ବୋଲି ଆପଣଙ୍କର କୁହାହେଉଛି ଏବଂ ତା ସହିତ ବିଧାୟକ ଦରମା ବୃଦ୍ଧି ବିଲ୍କୁ ନାମଞ୍ଜୁର ପାଇଁ ରାଜ୍ୟପାଳଙ୍କ ନିବେଦନ ବିଲ୍ ଫେରାଇବାକୁ ଦାବି କରିଛି CPI
ଏବଂ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ପ୍ରତିବାଦ କରିବେ ବୋଲି ଦଳ କହିଛି। ତ ଭଲ କଥା, ଭଲ ନିଷ୍ପତ୍ତି। କାହିଁକିନା ଆମର ରାଜ୍ୟ ଗରିବ ରାଜ୍ୟ, ଯେଉଁଠିକି ଆମେ ଦରମା ବଢ଼େଇବେ ଠିକ୍ ଅଛି, 1,00,000 ଟଙ୍କା ଥିଲେ 1,50,000 କରନ୍ତୁ, ବଟ୍ ଏକାଥରେ 3.5 ଟାଇମ୍ସ ଏଇଟା ଗୋଟେ ଗ୍ରହଣୀୟ ନୁହେଁ। ବିନା ଆଡ଼ମିଟ୍ କାର୍ଡ଼ରେ ଇଣ୍ଟରନାଲ୍ ଦେଇପାରିବେ ଛାତ୍ରଛାତ୍ରୀ, ଏଇଟା ଆପଣ ଦେଖିପାରୁଛନ୍ତି। ଇଣ୍ଟରନାଲ୍ ପାଇଁ ଆଡ଼ମିଟ୍ କାର୍ଡ଼ର କ'ଣ ଆବଶ୍ୟକତା ରହିଛି? ଓଡ଼ିଶା ପୋଲିସର ନୂଆ ୱେବସାଇଟ୍ ଲୋକାର୍ପଣ ହେଇଛି, ଯଦି ଆପଣ ଓଡ଼ିଆ ଇଂରାଜୀ ଭାଷାରେ ସୂଚନା ମିଳିପାରିବ ଆପଣଙ୍କୁ। ଏବଂ ଆୟୁର୍ବେଦିକ ହୋମିଓପାଥି ପିଜି ଛାତ୍ରଛାତ୍ରୀଙ୍କର ଷ୍ଟାଇପେଣ୍ଡ ବୃଦ୍ଧି ପାଇଛି। ନୂଆ ବର୍ଷରୁ ଲାଗୁ ହେବ ଏ ନିୟମ, ଅଗଷ୍ଟରୁ ପିଛିଲା ଭାବେ ଲାଗୁ ମଧ୍ୟ ହେଇଛି, ଯେଉଁଟାକି ଆପଣ ଏରିୟର ହିସାବରେ ପାଇବେ। ବିନା ଆଡ଼ମିଟ୍ କାର୍ଡ଼ରେ ପରୀକ୍ଷା ଦେଇପାରିବେ ଇଣ୍ଟରନାଲ୍ ପରୀକ୍ଷା। +2 ଫର୍ମ ଫିଲ୍ଅପ୍ ପାଇଁ ଶେଷ ସୁଯୋଗ ରହିଛି ଏବଂ ଏ ରିଗାର୍ଡ଼ିଂ ଉପରେ ମୁଁ ଅପଡ଼େଟ୍ ଆପଣଙ୍କୁ ଦେଉଥିଲି। ହାଇକୋର୍ଟ ପାଖରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କର୍ମଚାରୀଙ୍କୁ ପେନ୍ସନ୍ ପ୍ରସଙ୍ଗରେ ପକ୍ଷ ରଖିଛନ୍ତି ସରକାର, ଆଡ଼ଭୋକେଟ୍ ଜେନେରାଲ୍ ନିଜେ ରଖିଛନ୍ତି। ଏବଂ 2026ରେ 82 ଦିନ ସରକାରୀ ସ୍କୁଲ ଛୁଟି। ଏବଂ ଏଇଟା ସଠିକ୍ ଖବର, କିନ୍ତୁ ସକାଳ ଖବରକାଗଜରେ ଆପଣଙ୍କର ଏଠି ବାହାରିଲା 2026ରେ 134 ଦିନ ସ୍କୁଲ ଛୁଟି। ରବିବାର କ'ଣ ବନ୍ଦ ହୁଅନ୍ତାନି କି? ରବିବାର 53 ଦିନ, ଏଇଟା ଆପଣଙ୍କର 82 ଦିନ, ସେଇଟା ମିଶାଇ ଦେଇଛନ୍ତି ସେ। ତ ରବିବାର 52ଟା ରବିବାର, ତ ଏଇଟା ରବିବାର କ'ଣ ସ୍କୁଲ ଖୋଲା ରହନ୍ତା କି? ଅନ୍ୟ ଅଫିସରେ ଏଇଟା ମିଶାଇକି ଆପଣ ହିସାବ ନେଉଛନ୍ତି କି? ସ୍କୁଲଟା ସବୁବେଳେ 365 ଦିନ ଥାଏ, ବଟ୍ ସ୍କୁଲଟା ୱାର୍କିଂ ଡେ ସବୁ ବର୍ଷ ଆପଣ ଦେଖନ୍ତୁ, ସବୁ ବର୍ଷ ଗୋଟେ ବର୍ଷ, ସବୁ ବର୍ଷ କରନ୍ତୁ 220ରୁ 230 ଦିନ ୱାର୍କିଂ ଡେ ସ୍କୁଲରେ ଥାଏ। ଠିକ୍ ଅଛି। ଆଣ୍ଡ ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକଙ୍କ ପ୍ରାପ୍ୟ ପ୍ରଦାନ କରାନଯିବା ପ୍ରସଙ୍ଗରେ ହାଇକୋର୍ଟ କ୍ଷୁବ୍ଧ ଏବଂ ହାଇକୋର୍ଟ ବ୍ୟକ୍ତିଗତ ହାଜର ହେବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ। ଏନେଇ ଆପଣଙ୍କର ତାଗିଦା ଦେଇଛନ୍ତି ଜଷ୍ଟିସ୍ ଦୀକ୍ଷିତ କୃଷ୍ଣାପଦ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏବଂ ତା ସହିତ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା, 7 ବ୍ଲକରେ ନାହାନ୍ତି ଶିକ୍ଷାଧିକାରୀ। ଠିକ୍ ଅଛି। କାଗଜ କଲମରେ ସ୍ୱୟଂଶାସିତ ଏବଂ 31ଟି କଲେଜର ଦୀର୍ଘ ବର୍ଷ ହେଲା ସରିଲାଣି ମାନ୍ୟତା ହେଉନାହିଁ। ସ୍ୱୟଂଶାସିତ ମାନ୍ୟତା ନବୀକରଣ, ବେଫିକର କଲେଜ କର୍ତ୍ତୃପକ୍ଷ ଏବଂ ୟୁଜିସି ନିୟମକୁ ବେଖାତିର ମଧ୍ୟ କରାଯାଇଛି। ବିନା ଆଡ଼ମିଟ୍ କାର୍ଡ଼ରେ ଇଣ୍ଟରନାଲ୍ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ, ଯାହା ଉପରେ ଆମେ ଦେଖୁଥିଲେ। 2026ରେ 82 ଦିନ ସରକାରୀ ଛୁଟି। ଏବଂ ଅଧିକ ଆପଣଙ୍କର ଚାଲାକ ହେଇଯାଇଛନ୍ତି ଟିକେ ସକାଳ ଖବରକାଗଜ ବାଲା। ଠିକ୍ ଅଛି। ଆଣ୍ଡ ଆୟୁର୍ବେଦିକ ହୋମିଓପାଥିକ ପିଜି ଷ୍ଟାଇପେଣ୍ଡ ବଢ଼ିଛି, ଯାହା ମୁଁ ଦେଖାଉଥିଲି ଆପଣଙ୍କୁ। ତା ସହିତ 4 ବର୍ଷ ବିତିଲା, ସରିପାରୁନି 25 କୋଟିର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କାମ। 70 କିଲୋମିଟର ଦୂରରେ ଶିକ୍ଷାଦାନ କରାଯାଉଛି। ଥରେ ଚିନ୍ତା କରନ୍ତୁ, କେଉଁ ଭଳିଆ ପରିସ୍ଥିତିରେ, କେଉଁ ଭଳିଆ ମେଣ୍ଟାଲିଟିରେ ପିଲାମାନେ ପାଠ ପଢ଼ୁଥିବେ, କ'ଣ ସମସ୍ୟା ହେଉଥିବ। ଠିକ୍ ଅଛି। ଆଣ୍ଡ 5 ମିନିଟ୍ ବିଳମ୍ବରେ ଆସିବାରୁ 3 ଶିକ୍ଷକଙ୍କ ଦରମା କଟିଲା। ନୟାପାଟଣାରେ 5 ମିନିଟ୍ ବିଳମ୍ବରେ ଆସିବାରୁ ଆପଣ ବିନା ଦରଖାସ୍ତରେ ଛୁଟି ରହିଥିବାରୁ ପ୍ରଧାନ ଶିକ୍ଷକଙ୍କୁ ସୋକଜ ଦିଆଯାଇଛି। ଏବଂ ଶିକ୍ଷା ବିଭାଗରେ ପଦକ୍ଷେପ ଶହ ଶହ ଶିକ୍ଷକଙ୍କୁ ଛାନିଆ କରିଛି। ତ ଠିକ୍ କଥା ଯେ ଆମେ, ହଁ, ଗୋଟେ ଜିନିଷ ହେଲା 10ଟାରେ ଆସିବା କଥା, 10ଟା 5 ହେଇଗଲା, 5 ମିନିଟ୍ ରାସ୍ତା ଡିଲେ ହେଇଗଲା, ଇଟ୍ସ ଆଡମିସେବୁଲ୍, ଗ୍ରହଣ କରିହେବ। କିନ୍ତୁ ଆମେ 10:30 11ଟା ସମୀର ଦାସ ରାସ୍ତାରେ ବୁଲୁଥିଲା ସମୟରେ 11ଟାରେ ଶିକ୍ଷୟିତ୍ରୀ ଯାଉଥିଲେ, ତ ଏଇଟା ଗ୍ରହଣୀୟ ନୁହେଁ ଆଜ୍ଞା। ଏଇଟା କେହି ଭଦ୍ର ସମାଜରେ ଗ୍ରହଣୀୟ କରିବେନି। ଏବଂ ତା ସହିତ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ମିନିଷ୍ଟ୍ରି ଅଫ୍ ରେଲୱେ ପକ୍ଷରୁ ନୋଟିସ୍ ରହିଛି କମ୍ପ୍ୟୁଟର ବେସ୍ ଟେଷ୍ଟ ପାଇଁ। CBT 2 ପାଇଁ 13 ଅକ୍ଟୋବରରେ ଆପଣ ଯେଉଁଟା ଅର୍ଗାନାଇଜ୍ କରାଯାଇଥିଲା, ତାର ରେଜଲ୍ଟ ଆପଣ ପବ୍ଲିଶ ହେଇଯାଇଛି ୱେବସାଇଟ୍ରେ, 15 ଡିସେମ୍ବରରେ ଆପଣ ଦେଖିପାରିବେ। ଆଣ୍ଡ ତା ସହିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଖୋର୍ଦ୍ଧା ଆପଣଙ୍କର ନିଶ୍ଚିତ ଭାବରେ ଆପଣ ଆସନ୍ତାକାଲି ଯେଉଁ କ୍ୱାଲିଫିକେସନ୍ ଆପଣଙ୍କର ମେନସନ୍ କରାହେଇଛି ଏଠି, ଆପଣ ଯଦି ସେ କ୍ୱାଲିଫିକେସନ୍ ଅଛି ଆପଣ ଯୋଗ ଦିଅନ୍ତୁ ନିଯୁକ୍ତି ମେଳାରେ। ଏବଂ ତା ସହିତ ଡିପାର୍ଟମେଣ୍ଟ ଅଫ୍ ସୋସିଆଲ ସିକ୍ୟୁରିଟି ଏମ୍ପାୱାରମେଣ୍ଟ ପର୍ସନ୍ ୱିଥ୍ ଡିସାବିଲିଟିଜ୍ ଡିପାର୍ଟମେଣ୍ଟର ଚିଠି ରହିଛି, ପ୍ରପୋଜାଲ୍ ଫର୍ ରିକ୍ରୁଟମେଣ୍ଟ ଆସିଷ୍ଟାଣ୍ଟ ଏଗ୍ରିକଲଚର। ସରକାର ଏବେ ସବୁ ଆଡ଼ଭର୍ଟାଇଜମେଣ୍ଟ ବାହାର କରିବାକୁ ଚାହୁଁଛନ୍ତି, ସେଥିପାଇଁ ଏଇ ଚିଠି। ଏବଂ ତା ସହିତ ଆପଣଙ୍କର ଏଇଟା ବି ଦେଖିବେ, CGL ପାଇଁ ଆପଣଙ୍କର ଆସିଛି ଆପ୍ଲାଏ ପାଇଁ ଟାଇମ୍, ଆପଣ 2 ଦିନ ପରେ ଆପ୍ଲାଏ ଷ୍ଟାର୍ଟ ହେଇଯିବ। ତା ସହିତ ଆପଣଙ୍କର ଡିପାର୍ଟମେଣ୍ଟ ଅଫ୍ ସୋସିଆଲ ସିକ୍ୟୁରିଟି ଏମ୍ପାୱାରମେଣ୍ଟ ପର୍ସନ୍ ୱିଥ୍ ଡିସାବିଲିଟିଜ୍ 197 ବେଷ୍ଟ ଲେଭେଲ୍ ପୋଷ୍ଟ ଅଫ୍ ଆପଣଙ୍କର ଟ୍ୟୁଟର ଗ୍ରୁପ୍ B ଅଣ୍ଡର ଓଡ଼ିଶା ନର୍ସିଂ ଏଜୁକେସନ୍ ସର୍ଭିସ୍ କ୍ୟାଡର ଆପଏଣ୍ଟମେଣ୍ଟ ଦିଆଯିବ। ତାପରେ ପ୍ରିନ୍ସିପାଲ୍ ଆଣ୍ଡ ଆପଣଙ୍କର ସ୍କୁଲ ଭାଇସ୍ ପ୍ରିନ୍ସିପାଲ୍ମାନଙ୍କୁ ଦିଆଯିବ ଆପଏଣ୍ଟମେଣ୍ଟ। ଏବଂ ତା ସହିତ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଷ୍ଟୁଡେଣ୍ଟ ମାସ୍ ଆସୋସିଏସନ୍ ଡିପାର୍ଟମେଣ୍ଟର ଗୋଟେ ଆୱାରନେସ୍ ରହିଛି ଯେ ରାସ୍ତାରେ କୁକୁର କାମୁଡ଼ିବା, କୁକୁରକୁ ନେଇକି ଆୱାରନେସ୍ ଶିକ୍ଷକ କରିବେ। ଶିକ୍ଷକ କ'ଣ ଦାୟିତ୍ୱ? ଶିକ୍ଷକଙ୍କ କିଛି ଦାୟିତ୍ୱ ବାକି ନାହିଁ, ସବୁ ଦାୟିତ୍ୱ ଶିକ୍ଷକମାନେ କରିସାରିଲେଣି। ଏଠି ଆପଣ କୁକୁର କାମୁଡ଼ିବା ପାଇଁ ଆପଣ ଆୱାରନେସ୍ କ୍ରିଏଟ୍ କରାଇବେ। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କେହି ନାହାନ୍ତି, ଯାହାକୁ ଦବା କଥା ତାକୁ ଦିଅନ୍ତୁ।
ଠିକ୍ ଅଛି। ଅପରିଚିତ କୁକୁର ପାଖକୁ ଯାଆନ୍ତୁନି। କୁକୁରକୁ ବିରକ୍ତ କରିବାକୁ ନିବୃତ୍ତ ରୁହନ୍ତୁ। ପିଲାମାନଙ୍କୁ ନିରାପଦ ଆଚରଣ ଶିଖାନ୍ତୁ। କୁକୁରଙ୍କ ପାଖରେ ଶାନ୍ତ ରହନ୍ତୁ, ଧୀରେ ଚାଲନ୍ତୁ। କୁକୁର ଯଦି ଆକ୍ରମଣ କରେ ତାହେଲେ କ'ଣ କରିବେ? ପୋଷା କୁକୁର ବାନ୍ଧି ରଖିବାକୁ ତାଲିମ ଦେବା ଦରକାର ଏବଂ ଆପଣଙ୍କର କୁକୁର କାମୁଡ଼ା ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ଦାୟିତ୍ୱପୂର୍ଣ୍ଣ ଆପଣ ପରିବେଶ କ'ଣ ରହିବ ଏବଂ ଟୀକାକରଣ କେମିତି କରାଯିବ, ଏସବୁ ଜିନିଷ। ଠିକ୍ ଅଛି। ଆଣ୍ଡ ତା ସହିତ ଆପଣ ଦେଖିବେ ଓସେପାର ଚିଠି ରହିଛି ୟୁନିଫର୍ମ ଡିଷ୍ଟ୍ରିବ୍ୟୁସନ୍ ପାଇଁ କ୍ଲାସ୍ 9-10 ପିଲାଙ୍କ ପାଇଁ ଏବଂ ଶିଶୁ ବାଟିକା ପିଲାଙ୍କ ପାଇଁ ଏବଂ ତା ସହିତ 15 ବର୍ଷର ଠିକା ନିଯୁକ୍ତିରେ ଏସ୍ସିବି ଆପଣ ଟେକ୍ନିସିଆନ୍ ମାନଙ୍କୁ ନିୟମିତ କରିବାର ନିର୍ଦ୍ଦେଶ ହାଇକୋର୍ଟ ଯାଇଛନ୍ତି, ସ୍ୱାଭାବିକ କଥା। ତ ଏଇ ରହିଛି ଆପଣଙ୍କର ନକଲି ଚିଠି ପାଇଁ ଛାତ୍ରଙ୍କୁ 10,000 ଆପଣଙ୍କର ଜରିମାନା ପଡ଼ିଛି। ପରୀକ୍ଷା ଫଳ ପ୍ରକାଶନ ଜାଲ ଚିଠି ସହପାଠୀଙ୍କୁ ପଠାଇଥିଲେ, ଏଇଟା ଆପଣଙ୍କର ଠିକ୍ ନୁହେଁ। ଠିକ୍ ଅଛି। ଏଇ ଜିନିଷଟା ଭୁଲ। ଆମେ ପରୀକ୍ଷା ଫଳ ପ୍ରକାଶ ଜାଲ ଚିଠି କରି ପଠାଇବା ଏବଂ ପିଲାଙ୍କୁ ତା ପାଇଁ ଜରିମାନା ଲାଗିବା ଠିକ୍ ନୁହେଁ ଏଇଟା। ଏବଂ ତା ସହିତ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଚିଠି ରହିଛି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍କୁ ଡେଟ୍ ଏକ୍ସଟେନସନ୍ ପାଇଁ 2 ସପ୍ତାହ ଡେଟ୍ ଏକ୍ସଟେନସନ୍ ପାଇଁ ଏନରୋଲମେଣ୍ଟର। ତ ଏଇ ରହିଥିଲା ଆଜିର କମ୍ପ୍ଲିଟ୍ ଇନଫର୍ମେସନ୍ ଯେଉଁଟାକି ମୁଁ ଆପଣଙ୍କୁ ସେୟାର କଲି। ଆଶା କরি ଭିଡ଼ିଓ କମ୍ପ୍ଲିଟ୍ ଇନଫର୍ମେସନ୍ ଦେଇପାରିଛି ହେଲ୍ପଫୁଲ୍। ଦେଖା ହେବ ନେକ୍ସଟ